ଆଜି କାହାର ଡେଥ୍ ହେଲା ଆଉ ସେ କେମିତି ହେଉଛି ମୋ ଶାଳୀ ଆଉ ତା ନାଁ ହେଉଛି ସୁବ୍ରା ସାହୁ। ସେ ବହୁତ ଭଲ ଥିଲା, ପାଠ ପଢ଼ାରେ ମଧ୍ୟ ଭଲ ଥିଲା। ଆମେ ଯେତେବେଳେ ସେ ଖବର ପାଇଲୁ ଆମେ ଆସିଲା ବେଳେ ସବୁ ତା ସେ ଆଉ ନଥିଲା, ଶେଷ ହେଇଯାଇଥିଲା। କେମିତି ଘରେ ଖବର ଏକଲା ପାଇଲା, ଥିଲେ କଣ କି? ଥିଲା ସେ ସେତେବେଳେ ଘରେ ଏକା ଥିଲା। ମୋ ଶାଶୁ ଶ୍ୱଶୁର ଯାଇଥିଲେ ମାନେ ଗାଧୋଇବା ପାଇଁ ଯାଇଥିଲେ ବାହାରେ। ମୋ ଶାଶୁର ଟିକେ ଦେହ ଭଲ ରହୁନି, ସେ ଆସିଲା ବେଳେ ସବୁ ହେଇଯାଇଛି। ମୁଁ ଯେତେବେଳେ ଶୁଣିଲି ଖବର ପାଇଲି ମୋ ବଡ଼ ଭାଇ କହିଲି, ପ୍ରଥମେ ମୋ ବଡ଼ ଭାଇ ଆଉ ଯେଉଁ ଭଡ଼ାରେ ରହୁଛନ୍ତି ଭଡ଼ାଟିଆ, ସେମାନେ ପୋଲିସକୁ ଇନଫର୍ମ କରିଥିଲେ, ପାଖ ଘର ଲୋକଙ୍କୁ ମଧ୍ୟ ଜଣେଇଥିଲେ। ପଢାପଢି କେମିତି କରୁଥିଲେ, କୋଉ ପଢ଼ାପଢ଼ି ଭଲ ଥିଲା। କଣ ସେ କିଛି ବଟନୀ ମାନସିକ ଚିନ୍ତା ଥିଲା କି? ନା ନା ସେମିତି କିଛି ନାହିଁ, ଘର ଲୋକ କିଛି ବି ସେ ବିଷୟରେ ମାନେ ଅନୁଭବ କରିନାହାନ୍ତି। ଜଣେ 24 ବର୍ଷିଆ ଝିଅ ଯିଏକି ତା ବାପା ମା ସକାଳୁ ଉଠିକି କୁଆଡ଼େ ବାହାରକୁ ଯାଇଥିଲେ, ଆଉ ସେ ଝିଅଟା ଛାତ ଉପରକୁ ଯାଇକି ସିଡ଼ି ରୁମ୍ରେ ପୋଡ଼ି ଯାଇଛନ୍ତି ଏବଂ ସେଠି ବଞ୍ଚିଛନ୍ତି କି ମରିଛନ୍ତି ଜଣାପଡ଼ୁନି। ସେ ତୁରନ୍ତ ଆସିକି ଜଣେଇଥିଲେ। ଏହା ସହିତ ତୁରନ୍ତ ଆମେ ଥାନା ଷ୍ଟାଫ୍ ଆସିକି ଦେଖିଲୁ, ସେ ପୋଡ଼ିକି ଡେଥ୍ ହେଇଯାଇଛନ୍ତି। ଝିଅଟା SKCG କଲେଜରେ ପାଠ ପଢ଼ୁଥିଲେ, PG ପରୀକ୍ଷା ଦେଇଛନ୍ତି ଏବେ ସେକେଣ୍ଡ ଇୟର୍। ଆଉ ବର୍ତ୍ତମାନ ତାଙ୍କର ବାପା ମା ବି ସେ କିଛି କହିପାରୁନି, ଜାଣିପାରୁନି, ଯେହେତୁ ସେ ଘରେ ନଥିଲେ। କିନ୍ତୁ ଯେତିକି ପ୍ରିଲିମିନାରୀ ତଦନ୍ତ ଜଣାପଡ଼ୁଛି, ଝିଅଟା ନିଜେ କିରୋସିନ କିମ୍ବା କୌଣସି ଟର୍ପଲିନ୍ ଥିଲା ଘର ଉପରେ, ଯେଉଁଟାକି ସ୍ପଟ୍ରେ ଆମେ ପାଇଛୁ, ସେଇଟା ପକେଇକି ବୋଧେ ସୁସାଇଡ଼ କରିଥିବାର ବୋଲି ଆମେ ଅନୁମାନ କରୁଛୁ। ଏବଂ ବର୍ତ୍ତମାନ ତ ରିପୋର୍ଟ ଦେଇଛନ୍ତି, ତାର ପ୍ରପର ତଦନ୍ତ ହେଲା ପରେ ଜଣାପଡ଼ିବ ପୋଷ୍ଟମର୍ଟମ ହେଲା। ଏଭିଡେନ୍ସ କଣ ରହିଛି ଯୋଉଟା କି ମାନେ ସୁଇସାଇଡ୍ ବର୍ତ୍ତମାନ କରିବାର ପର୍ଯ୍ୟନ୍ତ କାରଣ? ମାର୍କ ଅଫ୍ ଭାଇଲେନ୍ସ କିଛି ନାହିଁ ସ୍ପଟ୍ରେ। ଖାଲି ତାଙ୍କର ଯେତିକି ୱେରିଂ ଆପଲ୍ ପିନ୍ଧିଥିଲେ, ଯାହା ପିନ୍ଧିଥିଲେ ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ପାଖରେ ଯେଉଁ ଗୋଟେ ମଶାରୀ ପଡ଼ିଥିଲା, ସେ ମଶାରୀଟା ଅଧା ପୋଡ଼ିକି ଜଳାପୋଡ଼ା ଅବସ୍ଥାରେ ପଡ଼ିଛି ଏବଂ ପାଖରେ କିରୋସିନ ବଟଲ ଏବଂ ଦିଆସିଲି ମଧ୍ୟ ପାଖରେ ପଡ଼ିଛି।